ବସୁନ୍ଧରା ପକ୍ଷରୁ ବିଭିନ୍ନ ଗ୍ରାମ୍ୟ ଜଙ୍ଗଲର ସୁରକ୍ଷା ସମିତିର ସଭ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବସୁନ୍ଧରା ତରଫରୁ ଶାଳ ବଣ ସୁରକ୍ଷା ସମିତିର ଆବାହକ ତଥା ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀଙ୍କ ସଭାପତିତ୍ୱରେ ଗୋଷ୍ଠୀ ଜଙ୍ଗଲ ପରିଚାଳନା ନେଇ ଶାଳ ବଣ ମଧ୍ୟରେ ପୂଜା ପାଉଥିବା ମା ବ୍ରାହ୍ମଣୀ ଦେବୀଙ୍କ ପୀଠରେ ଅନୁଷ୍ଠିତ ଏହି ସଭାରେ ବାହାଡାଜୋଳା ସଂରକ୍ଷିତ ଶାଳ ବଣକୁ ଘେରି ରହିଥିବା ଗିରିଡିପଲ୍ଲୀ, ଝାଡ଼ ସାହି ଓ ଡହଙ୍ଗି ସମେତ 15 ଖଣ୍ଡ ଗ୍ରାମର ଗ୍ରାମ ଜଙ୍ଗଲ କମିଟିର ସଭ୍ୟମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବୈଦିକ ମନ୍ତ୍ରପାଠ ପୂର୍ବକ ମାଟି ମା ଓ ବୃକ୍ଷ ପୂଜନ ସହିତ ବୃକ୍ଷମାନଙ୍କୁ ରକ୍ଷାବନ୍ଧନ କରାଯାଇଥିଲା। ବସୁନ୍ଧରାର ସଂଯୋଜକ ଅକ୍ଷୟ କୁମାର ବଳିଆର ସିଂ ଜଙ୍ଗଲର ଉପକାରିତା ଓ ଗୋଷ୍ଠୀ ଜଙ୍ଗଲ ପରିଚାଳନା ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ଅସାଧୁ କାଠ ବେପାରୀ ଓ ଜଙ୍ଗଲ ମାଫିଆଙ୍କ ଯୋଗୁଁ 35 ବର୍ଷ ପୂର୍ବେ ଉଜୁଡ଼ି ଯାଇଥିବା ବିବିଧତାପୂର୍ଣ୍ଣ ବିସ୍ତୀର୍ଣ୍ଣ ଶାଳ ଜଙ୍ଗଲ ଅଞ୍ଚଳବାସୀଙ୍କ ନିଷ୍ଠାପର ଉଦ୍ୟମ ଫଳରେ ପୂର୍ବାବସ୍ଥା ଫେରି ପାଇବା ସହ ସବୁଜ ସୁନ୍ଦର ହୋଇପାରୁଥିବାରୁ ଉପସ୍ଥିତ ଅତିଥିମାନେ ଖୁସି ବ୍ୟକ୍ତ କରିଥିଲେ। ବକ୍ତାମାନେ ପୂର୍ବ ପରି ମିଳିତ ଭାବେ ଜଙ୍ଗଲର ପରିଚାଳନା ଓ ଜଙ୍ଗଲର ସୁରକ୍ଷା ନିମନ୍ତେ ଅଞ୍ଚଳବାସୀଙ୍କୁ ସୁଚିନ୍ତିତ ମତାମତ ଦେବା ସହ ଆହ୍ୱାନ ଦେଇଥିଲେ। ଗିରିଡିପଲ୍ଲୀ ଠାରୁ ସିଆରି ମାଳ ପର୍ଯ୍ୟନ୍ତ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ପାଦ ଚଲା ରାସ୍ତାକୁ ସବୁଦିନିଆ ରାସ୍ତାରେ ପରିଣତ କରି ଯାତାୟାତର ସୁବିଧା କରିବା ସହ ଜଙ୍ଗଲ ସୁରକ୍ଷାରେ ସହଯୋଗ କରିବା ନିମନ୍ତେ ଉପସ୍ଥିତ ସମସ୍ତ କର୍ମକର୍ତ୍ତା, ଜଙ୍ଗଲ ସୁରକ୍ଷା କମିଟିର ସଭ୍ୟା, ବୃକ୍ଷ ଓ ପ୍ରକୃତି ପ୍ରେମୀ ଜନସାଧାରଣ, ସ୍ଥାନୀୟ ପ୍ରଶାସନ ଏବଂ ଜନପ୍ରତିନିଧିଙ୍କୁ ନିବେଦନ କରିଛନ୍ତି। ଜଙ୍ଗଲ ଓ ପରିବେଶ ସୁରକ୍ଷା ଦିଗରେ ବସୁନ୍ଧରାର ସଂଯୋଜକ ଅକ୍ଷୟ କୁମାର ବଳିଆର ସିଂ, ଏକ ଶାଳ ବଣ ସୁରକ୍ଷା ସମିତିର ଆବାହକ ତଥା ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀଙ୍କ ଉଦ୍ୟମକୁ ଅଞ୍ଚଳବାସୀ ପ୍ରଶଂସା କରିଥିଲେ। ଓଡ଼ଗାଁ ବ୍ଲକରୁ ପ୍ରଶାନ୍ତ କୁମାର ପାତ୍ରଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।